ବନ୍ଧୁଗଣ, ଆଜିର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ବହୁତ ହିଁ ଖାସ୍ ଅଟେ। କାରଣ ମକର ସଂକ୍ରାନ୍ତି ପରଠାରୁ ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସିବା ପାଇଁ ଯାଉଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟ ଉଦୟ ହେବା ପାଇଁ ଯାଉଛି। ପୂର୍ବରୁ ଲାଗି ରହିଥିବା ଅନେକ ଗୁଡ଼ିଏ ସମସ୍ୟା ଆପଣଙ୍କ ଜୀବନରୁ ଦୂର ହେବା ପାଇଁ ଯାଉଛି। କାରଣ ଗ୍ରହ ନକ୍ଷତ୍ରମାନଙ୍କ ଚଳନରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ପୂର୍ବରୁ 4ଟି ପ୍ରମୁଖ ଗ୍ରହ ଆପଣଙ୍କର ତୃତୀୟ ଭାବରେ ଗୋଚର କରୁଥିଲେ, କିନ୍ତୁ ଏହି ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କ ସହିତ ବୁଧ, ଶୁକ୍ର, ମଙ୍ଗଳ ଆପଣଙ୍କର ଚତୁର୍ଥ ଭାବରେ ଗୋଚର କରିବେ, ଯାହା ଫଳରେ ଆପଣଙ୍କ ଜୀବନରେ ଲାଗି ରହିଥିବା ଅନେକ ଗୁଡ଼ିଏ ସମସ୍ୟା ଆପଣଙ୍କ ଜୀବନରୁ ଦୂର ହେବା ପାଇଁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଅନେକ ଗୁଡ଼ିଏ ସଫଳତା ଆସିବା ପାଇଁ ଯାଉଛି। ତେବେ ଏହା ସହିତ ଆପଣଙ୍କୁ କିଛି କିଛି କ୍ଷେତ୍ର ଗୁଡ଼ିକରେ ପ୍ରତିକାରର ମଧ୍ୟ ଆବଶ୍ୟକତା ରହିଅଛି। ତ ବନ୍ଧୁଗଣ, କେଉଁ ସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ସଫଳତା ମିଳିବା ପାଇଁ ଯାଉଛି ଏବଂ କେଉଁ ସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ସତର୍କତାର ଆବଶ୍ୟକତା ରହିଛି, ସେହି ବିଷୟରେ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ରୂପରେ ଲେଖନ୍ତୁ। ତେବେ ବନ୍ଧୁଗଣ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହା ଆପଣଙ୍କର ଜନ୍ମ ରାଶି ତଥା ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତ ରାଶିଚକ୍ରର 12 ଗୋଟି ରାଶିମାନଙ୍କ ମଧ୍ୟରୁ ସପ୍ତମ ରାଶି ହେଉଛି ତୁଳା ରାଶି ଏବଂ ତୁଳା ରାଶିର ରାଶି ଅଧିପତି ହେଉଛନ୍ତି ଶୁକ୍ର। ତ ବନ୍ଧୁଗଣ, ପୂର୍ବରୁ ଆପଣମାନେ ଥକାପଣ ଅନୁଭବ କରୁଥିଲେ, ମୁଣ୍ଡ ବିନ୍ଧା ଭଳିକା ସମସ୍ୟା ଦେଖା ଦେଉଥିଲା, ଆପଣଙ୍କ ଉପରେ କାର୍ଯ୍ୟର ଭାର ଅଧିକ ରହୁଥିଲା। କିନ୍ତୁ ଆପଣ ଲକ୍ଷ୍ୟ କରିବେ, ଏହି ମକର ସଂକ୍ରାନ୍ତି ପରେ ଆପଣ ନିଜକୁ ବହୁତ ସୁସ୍ଥ ଅନୁଭବ କରିବେ। ପୂର୍ବରୁ ଯାହା ବି ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା, ସେହି ସବୁ କିଛି ଆପଣଙ୍କର ଦୂର ହୋଇଯିବ। ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଷ୍ଟ୍ରଙ୍ଗ ରହିବ। ତ ଏହି ମକର ସଂକ୍ରାନ୍ତି ପରଠାରୁ ସ୍ୱାସ୍ଥ୍ୟ ଆପଣଙ୍କର ବହୁତ ଭଲ ରହିବ। ବିଦ୍ୟାର୍ଥୀମାନଙ୍କ କଥା ଯଦି କହିବା, ତାହେଲେ ଆପଣମାନଙ୍କୁ ଟିକେ ପ୍ରତିକାରର ଆବଶ୍ୟକତା ରହିବ। କାରଣ ଆପଣଙ୍କର ପଞ୍ଚମ ଭାବ, ଆପଣଙ୍କର ଶିକ୍ଷା ଭାବର ଅଧିପତି ଶନି ଆପଣଙ୍କ ଷଷ୍ଠ ଭାବରେ ଗୋଚର କରୁଛନ୍ତି। ଶନିଙ୍କର ସ୍ଥିତି ଏଠାରେ ଟିକିଏ ଦୁର୍ବଳ ରହୁଛି। ଏହା ବ୍ୟତୀତ ଆପଣଙ୍କର ପଞ୍ଚମ ଭାବରେ ରାହୁ ଗୋଚର କରୁଛନ୍ତି। ରାହୁ ହେଉଛନ୍ତି ମୁଣ୍ଡବିହୀନ ଗ୍ରହ, ଛାୟା ଗ୍ରହ। ତ ସେ ଆପଣଙ୍କ ମାଇଣ୍ଡକୁ ଡାଇଭର୍ଟ କରାଇବେ। ଶନିଙ୍କର ସ୍ଥିତି ମଧ୍ୟ ଯେହେତୁ ଭଲ ରହୁନାହିଁ, ତେଣୁ ପାଠପଢ଼ାରେ ଆପଣଙ୍କର ସେତେଟା ଆଗ୍ରହ ଆସିବ ନାହିଁ। ଆପଣଙ୍କ ମଧ୍ୟରେ ଆଳସ୍ୟ ଦେଖାଦେବ। ଆପଣ ଅନ୍ୟମାନଙ୍କ କଥାରେ ପଡ଼ି କିଛି ଭୁଲ ଡିସିସନ୍ ଗୁଡ଼ିକ ନେଇପାରନ୍ତି। କିନ୍ତୁ ଶନିଙ୍କର ଦୃଷ୍ଟି ଯେହେତୁ ଦ୍ୱାଦଶ ଭାବ ଉପରେ ଆପଣଙ୍କର ରହୁଛି, ତେଣୁ ଆପଣ ଆପଣଙ୍କର ପାଠପଢ଼ାକୁ ନେଇ ଯଦି ଦୂରଯାତ୍ରା କରିବାକୁ ଚାହୁଁଥିଲେ, ବିଦେଶରେ ରହି ପାଠ ପଢ଼ିବାକୁ ଚାହୁଁଥିଲେ, ତେବେ ଆପଣଙ୍କ ପାଇଁ ସମୟ ସପୋର୍ଟିଭ୍ ରହିବ। ନଚେତ୍ ଆପଣ ମନେ ରଖନ୍ତୁ, ଆପଣ ଅନ୍ୟ କାହା କଥାରେ ପଡ଼ି କୌଣସି ଭୁଲ ଡିସିସନ୍ ନିଅନ୍ତୁ ନାହିଁ। ଯେତେ ପାରିବେ ନିଜର ପାଠପଢ଼ାରେ ଆପଣ ଫୋକସ୍ କରନ୍ତୁ। ଯଦି ପ୍ରେମ ଜୀବନ କଥା କହିବା, ତ ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ମଧ୍ୟ ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ। ତ ଏଠାରେ ମଧ୍ୟ ଆପଣଙ୍କୁ ସତର୍କତା ଏବଂ ପ୍ରତିକାରର ଆବଶ୍ୟକତା ରହିଛି। କାରଣ ରାହୁ ଆପଣଙ୍କ ମଧ୍ୟରେ ଡାଉଟ୍ସ ଆଣିବେ, ଆପଣଙ୍କ ମଧ୍ୟରେ ମିସ୍ ଅଣ୍ଡରଷ୍ଟାଣ୍ଡିଂ, ମିସ୍ କମ୍ୟୁନିକେସନ୍ ସୃଷ୍ଟି କରାଇବେ। ତ ଏହିସବୁ କଥାର ଧ୍ୟାନ ଆପଣଙ୍କୁ ରଖିବାର ଅଛି। ଆପଣଙ୍କର ରାହୁ ଯେବେ ବି ପଞ୍ଚମ ଭାବରେ ଗୋଚର କରିଥାନ୍ତି, ତ ଆପଣଙ୍କ ମଧ୍ୟରେ ସେ ଭୁଲ ବୁଝାମଣା ସୃଷ୍ଟି କରିଥାନ୍ତି। ଆପଣଙ୍କ ସମ୍ପର୍କକୁ ଖରାପ କରାଇବାର ସେ ଚେଷ୍ଟା କରିଥାନ୍ତି। ଏହା ବ୍ୟତୀତ ଶନି ଆପଣଙ୍କର ଷଷ୍ଠ ଭାବରେ ଗୋଚର କରୁଥିବା ହେତୁ ଆପଣଙ୍କର ପାର୍ଟନରଙ୍କର ଟିକେ ମୁଡ୍ ସୁଇଂ ମଧ୍ୟ ହୋଇପାରେ। ତ ପ୍ରେମ ଜୀବନ ଆପଣଙ୍କର ଆଭରେଜ ରହିବ। ବହୁତ ବେଶୀ ଭଲ ନୁହଁ କିମ୍ବା ବହୁତ ବେଶୀ ଖରାପ ମଧ୍ୟ ନୁହଁ। ବୈବାହିକ ଜୀବନ କିନ୍ତୁ ଏହି ମକର ସଂକ୍ରାନ୍ତି ପରଠାରୁ ଆପଣଙ୍କର ବହୁତ ଭଲ ରହିବ। କାରଣ ଆପଣଙ୍କର ବୈବାହିକ ଜୀବନ ଅର୍ଥାତ୍ ସପ୍ତମ ଭାବର ଅଧିପତି ମଙ୍ଗଳ, ସେ ଆପଣଙ୍କର ଚତୁର୍ଥ ଭାବରେ ଗୋଚର କରିବେ, ସୁଖ ଭାବରେ ଗୋଚର କରିବେ। ମଙ୍ଗଳଙ୍କ ସହିତ ଆପଣଙ୍କର ପ୍ରଥମ ଭାବର ଆପଣଙ୍କ ରାଶିର ଅଧିପତି ଶୁକ୍ର ମଧ୍ୟ ଗୋଚର କରିବେ। ତ ମଙ୍ଗଳ ଏବଂ ଶୁକ୍ର ଯେହେତୁ ଏକତ୍ର ଗୋଚର କରିବେ, ତେଣୁ ଏହା ଆପଣଙ୍କର ବୈବାହିକ ଜୀବନ ପାଇଁ ବହୁତ ଭଲ ରହିବ।
ଆପଣଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ। ଯେହେତୁ ଉଭୟ ସୁଖ ଭାବରେ ଗୋଚର କରିବେ, ତେଣୁ ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ। ଆପଣ ଦୁଇଜଣ ମିଶି କୌଣସି ପ୍ରପର୍ଟି କିଣିପାରନ୍ତି। ନିଜର ଘର ପାଇଁ କୌଣସି ଲକ୍ଜରିୟସ୍ ଜିନିଷ କିଣାକିଣି କରିପାରନ୍ତି। ଆପଣଙ୍କର ଜୀବନସାଥୀଙ୍କର ପର୍ସନାଲ ଏବଂ ପ୍ରଫେସନାଲ ଲାଇଫରେ ମଧ୍ୟ କିଛି ଗ୍ରୋଥ ଦେଖିବାକୁ ପାଇବେ। ତେବେ ମୋଟାମୋଟି ରୂପରେ କହିବା ପାଇଁ ଗଲେ ବୈବାହିକ ଜୀବନ ଆପଣଙ୍କର ବହୁତ ଭଲ ହେବା ପାଇଁ ଯାଉଛି। ପୂର୍ବରୁ ଯଦି ଆପଣଙ୍କ ମଧ୍ୟରେ କୌଣସି ପ୍ରକାରର ଭୁଲ ବୁଝାମଣା ରହିଥିଲା, ମନାନ୍ତର ମତାନ୍ତର ଥିଲା, ତେବେ ସେହି ସବୁ କିଛି ମଧ୍ୟ ଦୂର ହୋଇଯିବ। ଆପଣଙ୍କ ମଧ୍ୟରେ କନେକ୍ସନ ବହୁତ ଷ୍ଟ୍ରଙ୍ଗ ରହିବ। ଭାଗ୍ୟ ମଧ୍ୟ ଏହି ମକର ସଂକ୍ରାନ୍ତି ଠାରୁ ଆପଣଙ୍କର ପ୍ରବଳ ରହିବ, କାରଣ ଆପଣଙ୍କର ଭାଗ୍ୟ ଭାବରେ ଦେବଗୁରୁ ବୃହସ୍ପତି, ଯିଏକି ଭାଗ୍ୟର କାରକ ଗ୍ରହ, ଏବଂ ଆପଣଙ୍କର ଭାଗ୍ୟ ଅଧିପତି ବୁଧ ଆପଣଙ୍କର ଚତୁର୍ଥ ଭାବରେ ଗୋଚର କରିବେ, ଯାହା ଫଳରେ ଆପଣଙ୍କର ଭାଗ୍ୟ ବହୁତ ମଜବୁତ ବନିବ। ଏହା ସହିତ ଆପଣଙ୍କର ପ୍ରଥମ ଭାବର ଅଧିପତି ଶୁକ୍ର ମଧ୍ୟ ଯେହେତୁ ବୁଧଙ୍କ ସହିତ ଗୋଚର କରିବେ, ତେବେ ଏହା ଫଳରେ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସମ୍ପୂର୍ଣ୍ଣ ମାତ୍ରାରେ ସାଥ ମିଳିବ। ଭାଗ୍ୟ ସମ୍ବନ୍ଧିତ ଯାହା ବି ନିର୍ଣ୍ଣୟ ଆପଣ ନେବେ, ସେଥିରେ ଆପଣଙ୍କୁ ସଫଳତା ମିଳିବ। ଏହି ମକର ସଂକ୍ରାନ୍ତି ପରେ କୌଣସି ବଡ଼ କାର୍ଯ୍ୟର ଆରମ୍ଭ କରିପାରନ୍ତି। କିଛି ବଡ଼ ଜିନିଷ ଆପଣ କିଣାକିଣି କରିପାରନ୍ତି। ନୂତନ ଭୂମି, ଜମି, ପ୍ରପର୍ଟି ଇତ୍ୟାଦି କିଣିପାରନ୍ତି। ନୂତନ ଘର ନିର୍ମାଣ କରିପାରନ୍ତି। ନୂତନ ଯାନବାହନ ଇତ୍ୟାଦି କିଣାକିଣି କରିପାରନ୍ତି। ଏହି ମକର ସଂକ୍ରାନ୍ତି ପରେ ଆପଣଙ୍କୁ କୌଣସି ଦିଗରୁ ବଡ଼ ଧନଲାଭ ହୋଇପାରେ। ଆପଣ କିଛି ବଡ଼ ଇନଭେଷ୍ଟମେଣ୍ଟ ମଧ୍ୟ କରିପାରନ୍ତି। ଆପଣଙ୍କ ଗୃହରେ କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ପିତାଙ୍କର ସାହାଯ୍ୟ ଏବଂ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ। ଆପଣ କୌଣସି ଧାର୍ମିକ ଯାତ୍ରା ମଧ୍ୟ କରିପାରନ୍ତି। ଅଳ୍ପ ପରିଶ୍ରମରେ ଆପଣଙ୍କୁ ଅଧିକ ସଫଳତା ପ୍ରାପ୍ତି ହେବ। ଅଟକି ରହିଥିବା କାର୍ଯ୍ୟ ଆପଣଙ୍କର ଆଗକୁ ବଢ଼ିବ। ତ ଆପଣ ଯଦି ଭାଗ୍ୟ ସମ୍ବନ୍ଧିତ କିଛି ବି ନିର୍ଣ୍ଣୟ ନେବାକୁ ଚାହୁଁଛନ୍ତି, ତାହେଲେ ଆପଣ ତାହା ମକର ସଂକ୍ରାନ୍ତି ପରେ ନିଶ୍ଚିନ୍ତ ରୂପରେ ନିଅନ୍ତୁ, କାରଣ ଆପଣଙ୍କୁ ସଫଳତା ହିଁ ପ୍ରାପ୍ତି ହେବ। ଯଦି କ୍ୟାରିୟର କଥା କହିବା, ତେବେ କ୍ୟାରିୟର ମଧ୍ୟ ଏହି ମକର ସଂକ୍ରାନ୍ତି ପରେ ବହୁତ ଭଲ ରହିବ, କାରଣ ବୁଧ, ଶୁକ୍ର, ମଙ୍ଗଳ ଏବଂ ସୂର୍ଯ୍ୟଙ୍କର ଦୃଷ୍ଟି ଆପଣଙ୍କର କ୍ୟାରିୟର ଭାବ ଅର୍ଥାତ୍ ଦଶମ ଭାବ ଉପରେ ରହିବ, ଯାହା ଫଳରେ ଆପଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିବ, ଏନର୍ଜି ଲେଭେଲ ବଢ଼ିବ। ଯଦି ଆପଣଙ୍କର ଟାର୍ଗେଟ ବେସ୍ କାମ ରହିଛି, ତେବେ ଟାର୍ଗେଟ ଗୁଡ଼ିକ ଆପଣଙ୍କର କମ୍ପ୍ଲିଟ୍ ହୋଇଯିବ। ଯଦି ଆପଣ ଚାକିରିର ଅନ୍ୱେଷଣରେ ଥିଲେ, ତେବେ ଆପଣଙ୍କୁ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ରହୁଅଛି। ତେଣୁ ଆପଣ ନିଜ ତରଫରୁ ଚେଷ୍ଟା ଜାରି ରଖନ୍ତୁ। ଏବଂ ଯଦି ଆପଣ ଚାକିରି କରୁଛନ୍ତି, ତାହେଲେ ଚାକିରି କ୍ଷେତ୍ରରେ ଆପଣଙ୍କର ଯାହା ବି କିଛି ଇଚ୍ଛା ରହିଥିଲା, ଯାହା ବି କିଛି ବିଚାର ରହିଥିଲା, ସେହି ସବୁ ଆପଣଙ୍କର ଦୂର ହେବ ଏବଂ ପୂର୍ଣ୍ଣ ହେବ। କ୍ୟାରିୟରରେ ଆପଣଙ୍କୁ ପ୍ରମୋସନ ମିଳିପାରେ। ଆପଣ ନିଜର କାମ କରିବାର ଶୈଳୀ ଦ୍ୱାରା ପ୍ରଶଂସିତ ହେବେ। ଯଦି କ୍ୟାରିୟରରେ ଆପଣଙ୍କ ବିରୁଦ୍ଧରେ କିଛି ପଲିଟିକ୍ସ ଚାଲିଥିଲା, ଆପଣଙ୍କୁ ଯଦି କୌଣସି ଜିନିଷ ଭଲ ଲାଗୁନଥିଲା, ତେବେ ସେହି ସବୁ ମଧ୍ୟ ଆପଣ ଦେଖିବେ ଯେ ଦୂର ହୋଇଯିବ। ଆପଣଙ୍କର ଏନଭାରମେଣ୍ଟ ବହୁତ ଭଲ ରହିବ। ନିଜର କାର୍ଯ୍ୟରୁ ଆପଣଙ୍କୁ ଖୁସି ପ୍ରାପ୍ତି ହେବ। ଯଦି ଆପଣ କିଛିଟା ପରିବର୍ତ୍ତନ ପାଇଁ ଚାହୁଁଥିଲେ, ସେଥିପାଇଁ ଆପଣ ଚେଷ୍ଟା କରୁଥିଲେ, ତେବେ ପରିବର୍ତ୍ତନ ମଧ୍ୟ ନିଶ୍ଚିନ୍ତ ଭାବରେ ହୋଇପାରିବ। ଯଦି ବିଜନେସ୍ କଥା କହିବା, ତ ଏହି ମକର ସଂକ୍ରାନ୍ତି ପରେ ଆପଣ ଆପଣଙ୍କ ବିଜନେସରେ ଗ୍ରୋଥ ଦେଖିବାକୁ ପାଇବେ। ପ୍ରଫିଟ୍ ଦେଖିବା ପାଇଁ ପାଇବେ। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ ହେବ। ଯଦି ଆପଣ ବିଜନେସକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ସେଥିରେ ଆପଣ ସଫଳ ହେବେ ଏବଂ ବିଜନେସକୁ ନେଇକି ନୂଆ ନୂଆ ଆଇଡ଼ିଆ ଗୁଡ଼ିକ ଆପଣଙ୍କର ମନକୁ ଆସିବ। ଆପଣଙ୍କର ଗ୍ରାହକମାନେ ମଧ୍ୟ ବଢ଼ିବେ। ବିଜନେସ୍ ମଧ୍ୟ ଏହି ମକର ସଂକ୍ରାନ୍ତି ପରଠାରୁ ଆପଣଙ୍କର ବହୁତ ଭଲ ରହୁଛି। ଏବେ ଆସନ୍ତୁ ଜାଣିବା କିଛି ଉପାୟ ଏବଂ କିଛି ପ୍ରତିକାର ଗୁଡ଼ିକ ବିଷୟରେ, ଯେଉଁ ଉପାୟ ଗୁଡ଼ିକ ଆପଣ କରିବା ଦ୍ୱାରା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଯାହା ବି କିଛିଟା ଅଶୁଭତ୍ୱ ରହୁଛି, ସେଗୁଡ଼ିକ ସବୁ କିଛି ଦୂର ହୋଇଯିବ। ତେବେ ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ଶୁକ୍ରଙ୍କର ବୀଜମନ୍ତ୍ର 108 ଥର ଜପ କରନ୍ତୁ। ଏହା ସହିତ ପ୍ରତ୍ୟେକ ଦିନ ଆପଣ ଶନିଙ୍କର ବୀଜମନ୍ତ୍ର ମଧ୍ୟ 108 ଥର ଜପ କରନ୍ତୁ। ଶନି ଯେହେତୁ ଆପଣଙ୍କର ଷଷ୍ଠ ଭାବରେ ଅଛନ୍ତି, ଖରାପ ସ୍ଥିତିରେ ଅଛନ୍ତି, ତେବେ ଶନିଙ୍କର ଅଶୁଭତ୍ୱକୁ କମ୍ କରିବା ପାଇଁ ଆପଣ ନିଶ୍ଚିନ୍ତ ଭାବରେ ଏହି ପ୍ରତିକାର ଗୁଡ଼ିକୁ ଅବଲମ୍ବନ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିସାର ପାଠ କରନ୍ତୁ। ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ତେବେ ବନ୍ଧୁଗଣ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।